କାଦୁଅରେ ଫସି ହନ୍ତସନ୍ତ ହେଲା ଦନ୍ତା ସାଥୀମାନେ ହାତୀ ଶୁଣ୍ଢରେ ଟାଣି କଲେ ଉଦ୍ଧାର। ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ଅଞ୍ଚଳରେ ଏକ ଅଭାବନୀୟ ଏବଂ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସକାଳୁ 25 ଟିକିଆ ହାତୀ ପଲ ସେହି ଅଞ୍ଚଳରେ ଚଳାଚଳ କରୁଥିବା ସମୟରେ ଏକ ବୁଢା ଦନ୍ତା ହାତୀ ବାଉଁଶ ଶୋଳି ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଖୋଳାଯାଇଥିବା ଏକ ଟ୍ରେଞ୍ଚର କାଦୁଅରେ ଫସି ହନ୍ତସନ୍ତ ହୋଇଥିଲା। ହାତୀଟି ବାରମ୍ବାର ଉଠିବା ପାଇଁ ଶହ ଚେଷ୍ଟା କରିଥିଲେ ମଧ୍ୟ ଏହାର ପଛ ଗୋଡ଼ ଦୁଇଟି ଗଭୀର କାଦୁଅରେ ସମ୍ପୂର୍ଣ୍ଣ ଫସି ଯାଇଥିବାରୁ ସେ ଉଠି ପାରିନଥିଲା। କାଦୁଅରେ ଫସି ହାତୀଟି ଅସହାୟ ଅବସ୍ଥାରେ ଜୋରରେ ଗର୍ଜନ କରିବାକୁ ଲାଗିଥିଲା। ଏହି ସମୟରେ ପଲ୍ଲରେ ଥିବା ଅନ୍ୟ ଏକ ସାଥୀ ଦନ୍ତା ହାତୀ ସେଠାକୁ ଆସିଥିଲା ଏବଂ ନିଜର ବିଶାଳ ଶୁଣ୍ଢରେ ଫସିଥିବା ହାତୀଟିକୁ ଦୃଢ଼ ଭାବରେ ଟାଣି ସୁରକ୍ଷିତ ଭାବରେ କାଦୁଅରୁ ଉଦ୍ଧାର କରିଥିଲା। ସାଥୀ ହାତୀର ଏହି ବୁଦ୍ଧିମତ୍ତା ଓ ପରସ୍ପର ପ୍ରତି ସହଯୋଗର ଭାବନା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଉଦ୍ଧାର ହେବା ପରେ ସେହି ଦନ୍ତା ହାତୀଟି ବାଉଁଶ ଶୁଳି ନିକଟସ୍ଥ 49 ନମ୍ବର ଜାତୀୟ ରାଜପଥ ଉପରକୁ ଚାଲିଆସି କିଛି ସମୟ ଛିଡ଼ା ହୋଇ ଫଳରେ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଜଗି ରହିଥିଲେ। କିଛି ସମୟ ପରେ ହାତୀଟି ନିଜେ ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲି ଯାଇଥିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ଏବଂ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଆରମ୍ଭ ହୋଇଥିଲା। କେନ୍ଦୁଝର ଜିଲ୍ଲାରୁ ଦଶରଥ ପାଇକିଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।